ବିଜେଡି को ଲାଗିଲା ପୁଣି ଝଟକା ଛାଡ଼ିଲେ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଲେ ସାଂସଦ ପଦରୁ ଆଉ ଶଙ୍ଖ ଛାଡ଼ି ଧରିବେ ପଦ୍ମ ସୂଚନା ମିଳିଛି। ନିଜେ ନବୀନ ପଟ୍ଟନାୟକକୁ ଦେଲେ ଇସ୍ତଫା ଆଉ ଆଜି ବିଧିବଦ୍ଧ ଭାବେ ଘୋଷଣା କଲେ ମମତା ମହାନ୍ତ। ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ବିଜେଡିର ବସନ୍ତ ଋତୁ ପୂର୍ବରୁ ପତ୍ରଝଡ଼ାର ପର୍ବ। ବଡ଼ ସନ୍ଦେଶ ଆଗକୁ ଅଛି। କ'ଣ ହେବ ମୟୂରଭଞ୍ଜ ବିଜେଡିର ତା ନେଇ ଚାଲିଲା ଚର୍ଚ୍ଚା। ମୟୂରଭଞ୍ଜରେ ବିଜେଡିର ତୁଙ୍ଗ ନେତା ଏବେ ବିଜେପି ମୁହାଁ। ଧରା ଦେଉନାହାନ୍ତି ଦଳକୁ ଏକାଧିକ ବ୍ଲକ ଅଧ୍ୟକ୍ଷ। ବୋଲ ମାନୁନାହାନ୍ତି 7ରୁ 8 ପୂର୍ବ ବିଧାୟକ ମୟୂରଭଞ୍ଜରେ। ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏକଜୁଟ ହୋଇ କାମ କରିବାକୁ ଡାକିଥିଲେ ଦଳୀୟ ବୈଠକ। ହେଲେ ଦର୍ଜନ ଦେଖାଦେଲେନି। 26 ଜଣ ବ୍ଲକ ଅଧ୍ୟକ୍ଷରୁ 12 ଜଣ ଆସିଲେନି ବୈଠକକୁ। ବର୍ତ୍ତମାନ ଯୋଗାଯୋଗରେ ଅଛନ୍ତି ବିଜେପି ସାଂସଦ ଆଉ ମନ୍ତ୍ରୀଙ୍କ ସହ ନିଜ ନିଜ ସୁବିଧାରେ। 2024 ନିର୍ବାଚନରେ ମୂଳପୋଛା ହୋଇଛି ବିଜେଡି ମୟୂରଭଞ୍ଜରୁ। ବାକି ରହିଲା ବ୍ଲକ ଆଉ ମ୍ୟୁନିସିପାଲିଟି। ତେଣୁ ଭରସା କରୁନାହାନ୍ତି ଆଉ ଦଳକୁ ବୋଲି ସୂଚନା ମିଳିଛି। ହେଲେ ସୁଦାମ ମାରାଣ୍ଡି ଚେଷ୍ଟା ଜାରି ରଖିଛନ୍ତି ନିଜ ସଂଗଠନକୁ ବୋଲି ଆଲୋଚନା ହେଉଛି। ହେବ କି ନବ କଳେବର ମୟୂରଭଞ୍ଜରେ ନା ବୁଝେଇ ଦେବେ ସୁଦାମ ମାରାଣ୍ଡି? ଏକଥା ଏବେ ବେଶ ଚର୍ଚ୍ଚା ଜୋର ଧରିଛି ବାରିପଦାରେ। ଆଗକୁ ଦେଖିବା ମୟୂରଭଞ୍ଜର ବିଜେଡି ଗଛର ଚେର କେତେ ଲମ୍ବ। I have to inform members that I have received a letter today, the 31st of July 2024, from Honorable Member Shrimati Mamata Mohanta, member representing the state of Odisha, resigning her seat in the Rajya Sabha. Honorable members, she has resigned her seat by writing to the chairman under her hand and handed personally to me. The same I find to be constitutionally in order. I have accepted the resignation of Shrimati Mamata Mohanta, member. Bureau Report, Prime Time Odia News.